ଦେଖନ୍ତୁ ବିଭିନ୍ନ ସଂସ୍ଥାର ବିଭିନ୍ନ ଦାୟିତ୍ୱ ଥାଏ। ଯେତେବେଳେ ସେ ଦାୟିତ୍ୱରେ କିଛି ଅବହେଳା ହେବାର ଦୃଷ୍ଟିକୁ ଆସେ ତାହେଲେ ରେଗୁଲେଟରୀ ଡିପାର୍ଟମେଣ୍ଟର କାମ ହେଉଛି ସେମାନଙ୍କୁ ସୂଚିତ କରାଇବ ଯେ ଆପଣଙ୍କର ଦାୟିତ୍ୱ ଏଇଆ, ଆପଣ ଏହାକୁ ଯଦି ନିର୍ବାହ ନ କରନ୍ତି ତାହେଲେ କି ପ୍ରକାର ସମସ୍ୟା ସୃଷ୍ଟି କରିବ ଏବଂ ଗୋଟେ ହେଉଛି ସୋସିଆଲ ଇସ୍ୟୁ କ'ଣ କ୍ରିଏଟ୍ କରିବ, ଆଉ ଗୋଟେ ହେଉଛି ମାନେ ଡିସିପ୍ଲିନାରୀ ଆକ୍ସନ୍ କ'ଣ ନିଆଯିବ। ଏହି କ୍ରମରେ ଯେତେବେଳେ ଆମ ଦୃଷ୍ଟିକୁ ଆସିଲା ଏମିତି ବାରମ୍ବାର ରାସ୍ତା ଉପରେ ବହୁତ ଗୁଡ଼ିଏ ଗାଡ଼ିରେ ଯେତେବେଳେ ମାଲ ପରିବହନ ହେଉଛି ସେଥିରୁ କୌଣସି ସ୍ପିଲେଜ୍ ହେବା ଦ୍ୱାରା ରାସ୍ତାରେ ପଡ଼ି ରହୁଛି। ଆଉ କେନ୍ଦ୍ର ସରକାର ଯେତେବେଳେ ମୋଟରଯାନ ଆଇନ 2019 ମସିହାରେ ତାକୁ ଆମେଣ୍ଡମେଣ୍ଟ କଲେ ଗୋଟେ ନୂଆ ପ୍ରାବଧାନ ଆଣିଲେ 198A। ସେଥିରେ କହିଲେ ଯେ ଯଦି କୌଣସି ରାସ୍ତା ନିର୍ମାଣକାରୀ ସଂସ୍ଥା ତାଙ୍କ ନିର୍ମାଣ କାମରେ ହେଉ, ଡିଜାଇନରେ ହେଉ ବା ରକ୍ଷଣାବେକ୍ଷଣରେ ହେଉ ଯଦି ତିନୋଟି ଜିନିଷର ଅବହେଳା କରନ୍ତି ତାହେଲେ ସେମାନଙ୍କୁ ଦାୟୀ କରାଯିବ। ଯିଏ ସେଥିପାଇଁ ଦାୟିତ୍ୱବାନ ଅଛନ୍ତି ତାଙ୍କୁ ଦାୟୀ କରାଯିବ। ଏବଂ ସେଇ କ୍ରମରେ ଆମେ ବିଭିନ୍ନ ଆମ ଦୃଷ୍ଟିକୁ ଆସିଲା କିଛି ଗୁଡ଼ା ଆକ୍ସିଡେଣ୍ଟ ବାଲି ପଡ଼ୁଛି, ମେଣ୍ଟେନାନ୍ସ କରିବା ଦାୟିତ୍ୱ, ମେଣ୍ଟେନାନ୍ସ ସେମାନେ କେମିତି କରିବେ, କ'ଣ ତା ପାଇଁ ଫଣ୍ଡ ଦରକାର ସେମାନେ ତା'ର ବିଚାର ବିମର୍ଶ କରିକି ତା'ର ଆଲୋକେଟ୍ କରିବେ। ତେଣୁ ସେମାନେ ତାକୁ ଯେହେତୁ ମେଣ୍ଟେନାନ୍ସ ତାଙ୍କ ଅଧୀନରେ ଅଛି, ଆମର କାମ ହେଉଛି ଦୁର୍ଘଟଣାକୁ ରୋକିବା। ତେଣୁ ଆମେ ତାଙ୍କୁ ଜଣାଇଦେଲୁ ଯେ ଆପଣଙ୍କର ଏଇସବୁ ବାଲି ଫାଲି ପଡ଼ୁଥିବା ଯୋଗୁଁ ଦୁର୍ଘଟଣା ହେଉଛି, ଆପଣଙ୍କର ଏଇ ଆଇନ ଅନୁସାରେ ଆପଣଙ୍କର ଦାୟିତ୍ୱ ହେଉଛି ତାକୁ ମେଣ୍ଟେନ୍ କରିବା। ଯଦି ନ କରନ୍ତି ଭବିଷ୍ୟତରେ କିଛି ଅସୁବିଧା ହୁଏ ତାହେଲେ ଆପଣଙ୍କୁ ଦାୟିତ୍ୱ ଆପଣଙ୍କ ଉପରେ ରେସ୍ପନ୍ସିବିଲିଟି ଫିକ୍ସ କରାଯିବ। ଏତିକି ଆମେ ସମ୍ପୃକ୍ତ ସବୁ ରାସ୍ତା ନିର୍ମାଣକାରୀ ସଂସ୍ଥାମାନଙ୍କୁ ଜଣାଇ ଦେଇଛୁ। ଶୁଣନ୍ତୁ, ଆପଣଙ୍କୁ ତିନୋଟି ଜିନିଷ କରାଯାଇଛି। ଗୋଟେ ହେଉଛି ରାସ୍ତା ନିର୍ମାଣକାରୀ ସଂସ୍ଥାଙ୍କୁ କୁହାଯାଇଛି ରାସ୍ତାକୁ କେମିତି ରକ୍ଷଣାବେକ୍ଷଣ କରିବେ। ମାଇନର ମିନେରାଲକୁ କୁହାଯାଇଛି ଯେ ଆପଣ ଯେତେବେଳେ ଲୋଡ଼ିଂ କରୁଛନ୍ତି, ଆମେ କିଛି କହିନୁ, ଏସବୁ ବିଭିନ୍ନ କୋର୍ଟର ନିର୍ଦ୍ଦେଶନାମା, ଆମେ ଖାଲି ତାଙ୍କୁ ସୂଚିତ କରିଦେଇଛୁ କୋର୍ଟର ନିର୍ଦ୍ଦେଶନାମା ଅଛି, ଆପଣ ଏଇ ଜିନିଷଟା କଲେ ଏଇଭଳି ଜିନିଷ ହୋଇନପାରେ। ତେଣୁ ତାଙ୍କୁ କହିଛୁ ଆପଣ ଯଦି ଲୋଡ଼ିଂ ପଏଣ୍ଟରେ ଚେକ୍ କରିଦେବେ ତାହେଲେ ଜରି ଘୋଡ଼େଇ ହେଇକି ଯିବ। ତେଣୁ ତାଙ୍କୁ କୁହାଯାଇଛି ଲୋଡ଼ିଂ ପଏଣ୍ଟରେ ତାଙ୍କର କ'ଣ ଇନଫ୍ରାଷ୍ଟ୍ରକ୍ଚର ଅଛି ତାହା ତ ଆମକୁ ଜଣା ନାହିଁ। ଆର୍ଟିଓ ମାନଙ୍କୁ କୁହାଯାଇଛି ଯେ ରାସ୍ତାରେ ଏଇଭଳିଆ ଜିନିଷ ନେଉଥିଲା ବେଳେ ଯଦି ଘୋଡ଼େଇକି ନ ନେଉଥିବ ତାହେଲେ ଆପଣ କ'ଣ କାର୍ଯ୍ୟାନୁଷ୍ଠାନ ନେବେ। ଏବଂ ଆର୍ଟିଓ ମାନେ ରୀତିମତ ନିଅନ୍ତି। ଏବଂ ଆମ ପାଖରେ ମଧ୍ୟ ଏଇ ଯେଉଁ ବାଲି ଫାଲି ବିଭିନ୍ନ ସମୟରେ ଆମର ସ୍ପେଶାଲ ଡ୍ରାଇଭ୍ ହୁଏ। ତେଣୁ ତାକୁ ଇଣ୍ଟେନ୍ସିଫାଇ କରାଇଛୁ। ଗୋଟେ ହେଲା ଅନ୍ ରୋଡ଼ ଏନଫୋର୍ସମେଣ୍ଟ, ଗୋଟେ ହେଲା ସୋର୍ସ ଏନଫୋର୍ସମେଣ୍ଟ, ଗୋଟେ ହେଲା ମେଣ୍ଟେନାନ୍ସ ଅଫ୍ ରୋଡ଼। ମେଣ୍ଟେନାନ୍ସ ଅଫ୍ ରୋଡ଼ ଓନିଂ ଏଜେନ୍ସି, ସୋର୍ସ ପଏଣ୍ଟରେ ତାକୁ ଏନଫୋର୍ସ କରିବା ପାଇଁ ଆମେ ରିକ୍ୱେଷ୍ଟ କରିଛୁ ମାଇନର ମିନେରାଲ ଡିପାର୍ଟମେଣ୍ଟକୁ। ଆଉ ରାସ୍ତାରେ ପରିବହନ ସମୟରେ ପୋଲିସ ଏବଂ ପରିବହନ ବିଭାଗର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତାକୁ ମାନେ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପାଇଁ। ବାଲି ଯାଉଛି କେଉଁ ଜାଗାରେ ଯାଉଛି, ବାଲି ଗାଡ଼ି କେଉଁ ଜାଗାରେ ଯାଉଛି ସମସ୍ତେ ଆପଣ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି। ତେଣୁ ବାଲି ଗଲାବେଳେ ପାଲଟା ଘୋଡ଼େଇଛି କି ନାହିଁ, ତଳେ ବାଲି କୌଣସି ସ୍ପିଲେଜ୍ ହେଉନଥିବ। ଏହା ହାଇକୋର୍ଟ ବିଭିନ୍ନ କୋର୍ଟମାନଙ୍କର ମାନ୍ୟବର କୋର୍ଟମାନଙ୍କର ନିର୍ଦ୍ଦେଶନାମା ରହିଛି। ଯାହା ଆଇନରେ ଅଛି, ଆପଣଙ୍କର ଆଇନରେ ଅଛି, ଏଇ ଆଇନର ଖିଲାପ କଲେ କ'ଣ ଆକ୍ସନ୍ ନିଆଯିବ, ଯାହା ଆଇନର ବିଧି ବ୍ୟବସ୍ଥା ଅଛି ସେଇ ଅନୁସାରେ ନିଆଯିବ। କେତେ ଦୂର ଆଶାବାଦୀ ଅଛନ୍ତି, କାରଣ ପୂର୍ବରୁ ତ ଲ ବି ରହିଛି, ଲ ଏନଫୋର୍ସମେଣ୍ଟ କରିବାକୁ ଆଉଥରେ ଚିଠି କରିବାକୁ ପଡ଼ିବ, ଭାବୁଛନ୍ତି କେତେ ଦୂର? ରେଗୁଲେଟରୀ ଡିପାର୍ଟମେଣ୍ଟର କାମ ହେଉଛି ଯେ ଥରେ କହିକି ବସିବ ନାହିଁ। ରେଗୁଲେଟରୀ ଡିପାର୍ଟମେଣ୍ଟର କାମ ହେଉଛି ତାକୁ କଣ୍ଟିନ୍ୟୁଅସଲି ଏନଫୋର୍ସମେଣ୍ଟ ଇଜ୍ ଏ ରେଗୁଲାର ପ୍ରାକ୍ଟିସ୍। ଆମେ ଆଜି ସୋମବାର ଦିନ ଏନଫୋର୍ସମେଣ୍ଟ କରିବା ଆଉ 7 ଦିନ କରିବା ନାହିଁ, ଏହା ନୁହେଁ। ତେଣୁ ଆମର କାମ ହେଉଛି ଆମର ବିଭାଗକୁ ଚଳଚଞ୍ଚଳ କରିବା ପାଇଁ କୌଣସି କାହିଁକିନା ଯେତିକି ମ୍ୟାନ୍ପାୱାର ଅଛନ୍ତି ସେଇ ମ୍ୟାନ୍ପାୱାର ଭିତରେ ଆମକୁ କରିବାକୁ ପଡ଼ିବ। ତେଣୁ ଏଇଗୁଡ଼ିକ ଫିଜିକାଲି ଚେକ୍ କରିବାକୁ ପଡ଼ିବ। ଏହା ମାନେ କୌଣସି ମାନେ ଇଲେକ୍ଟ୍ରୋନିକ୍ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ମଧ୍ୟ ବର୍ତ୍ତମାନ ତାକୁ ଯାଞ୍ଚ କରିହେବ ନାହିଁ। ତେଣୁ ଆମେ ସିନା ଡକୁମେଣ୍ଟକୁ ଯାଞ୍ଚ କରିବା ପାଇଁ କି ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ସର୍ଭେଲେନ୍ସର ସାହାଯ୍ୟ ନେଇପାରିବା, କିନ୍ତୁ ଏଇସବୁ ଜିନିଷକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବାକୁ ପଡ଼ିବ। ଆଉ ଯାଞ୍ଚ ହେଲେ ଲୋକ ସଜାଗ ହେବେ। ଆଉ ଆମେ ଜଣାଇ ଦେବାର ଅର୍ଥ ହେଲା ଲୋକ ବହୁତ ଜନସାଧାରଣ ଜାଣିବା ଦରକାର ଯେ ଦାୟିତ୍ୱଟା କାହାର କ'ଣ। ତେଣୁ ଧରନ୍ତୁ ରାସ୍ତାରେ ବାଲି ପଡ଼ିଛି, ଲୋକଟି କ'ଣ କରୁଛି ନା କାହାକୁ ଜଣାଇବ, ସେ ଦେଖିଲା, ସେ ଜଣେ ସଚେତନ ନାଗରିକ, ସେ କାହାକୁ ଜଣାଇବ। ତେଣୁ ଆମେ ଏଠି ସ୍ପଷ୍ଟ କରିଦେଲୁ ଯେ କାହାର କ'ଣ କାର୍ଯ୍ୟାବଳୀ ରହିଛି ଆଉ ସେ କାହାକୁ ଜଣାଇବ।